ବର୍ଷାର ସିଜିନ୍ ହୋଇଥିବ ଆଉ ପପକର୍ନ ପାଖରେ ନଥିବ ତ ବର୍ଷାର ମଜା ବି ଆସିବନି। ଆଜି ଆମେ ଘରେ ଭେରାଇଟି ଫ୍ଲେଭରର ପପକର୍ନ ବନେଇବା, ପୁଣି ସେ ବହୁତ କମ୍ ଟାଇମ୍ ଭିତରେ 3ରୁ 4 ମିନିଟ୍ ଭିତରେ 3ଟା ଫ୍ଲେଭରର ପପକର୍ନ ଆମେ ଆଜି ଘରେ ବନେଇବା। ଆଉ ମୁଁ ଜାଣିଛି ଆପଣମାନଙ୍କୁ ବି ବହୁତ ପସନ୍ଦ ଆସିବ। ନମସ୍କାର, ଟେଷ୍ଟ ଅଫ୍ ଉତ୍କଳରେ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ଆସନ୍ତୁ ବନେଇବା ଆମ ଡିଫରେଣ୍ଟ ଟାଇପ୍ର ପପକର୍ନ। ସେଥିପାଇଁ ମୁଁ ଏଠାରେ କିଛି ପପକର୍ନ ନେଇଛି। ଆପଣ ବି ପପକର୍ନ ବା ମକା ନେଲା ବେଳେ ଟିକେ ଦେଖିକି ନେବେ, ଯାକି ସେ ବହୁତ ପୁରୁଣା ମକା ହୋଇନଥିବା ଦରକାର ଆଉ ଏମିତି ପୁରା ଡ୍ରାଏ ହୋଇନଥିବା ଦରକାର। ଟିକେ ବେଶୀ ଡିପ୍ ୟେଲୋ ରହିଲେ ସେ ବେଶୀ ସୁଖା ସୁଖା ଥାଏ, ସେ ଭଲରେ ଫୁଟି ପାରେ ନାହିଁ। ତ ଟିକେ ଲାଇଟ୍ ୟେଲୋ ଆଉ ଅରେଞ୍ଜର ମିକ୍ସ କଲର୍ଟା ନେବା। ସେ ଏଥିପାଇଁ ମୁଁ ପ୍ରେସରର ୟୁଜ୍ କରିଛି। ଆପଣ କଡ଼େଇ ବା ପ୍ରେସର କିଛିର ୟୁଜ୍ କରିପାରିବେ। କିଛି ଆମେ ତେଲରେ ବନେଇବା ଆଉ କିଛି ଆମେ ବଟରରେ ବନେଇବା। ଏବେ ମୁଁ ପ୍ରେସର କୁକରରେ କିଛି ତେଲ ଦେଇଦେଇଛି। ଏବେ ତେଲ ଅନୁସାରେ ମୁଁ 2ରୁ 3 ଟେବୁଲ ସ୍ପୁନ୍ ପପକର୍ନ ଏଥିରେ ଆଡ଼୍ କରିନେବି। ମୁଁ ଏଥିରେ ବେଶୀ ଡ୍ରାଏ ପପକର୍ନ ନେଇନି, ଟିକେ ଲାଇଟ୍ ୟେଲୋ ଆଉ ଅରେଞ୍ଜର ମିକ୍ସ କଲର୍ଟା ନେଇଛି, ଯାକି ସେ ଭଲ ଭାବରେ ଟିକେ ଫୁଟିବ। ଏଥିରେ କିଛି ଲୁଣ ଦେଇଦେବି। ଏବେ ତାର କଭରକୁ, ପ୍ରେସର କୁକରର କଭରକୁ ଦେଇଦେବି। ଏବେ ଆପଣ ଦେଖିପାରୁଥିବେ ଗୋଟେ ଗୋଟେ ପପକର୍ନ ଫୁଟିବା ଷ୍ଟାର୍ଟ କରିଦେଲାଣି। ୟା ଭିତରେ ମୋର ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିଛି। ହାଇ ଫ୍ଲେମ୍ରେ ବିଲକୁଲ ରଖିବେନି, ଯାହାକି ପୋଡ଼ିବାର ପସିବିଲିଟି ଅଧିକ ଥାଏ। ତେଣୁ ମୁଁ ଆକୁ ଲୋ ଫ୍ଲେମ୍ରେ ରଖୁଛି। ଆଉ ଏମିତି ଲୋ ଫ୍ଲେମ୍ରେ ଆମେ ଟୋଟାଲ୍ ପପକର୍ନ ହେଲା ପର୍ଯ୍ୟନ୍ତ ୱେଟ୍ କରିବା। ମୋ ଭିଡ଼ିଓ ପସନ୍ଦ ଆସିଲେ ପ୍ଲିଜ୍ ଲାଇକ୍ ସେୟାର ନିଶ୍ଚୟ କରିବେ। ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ପାଖରେ ଥିଲା ବେଲ୍ ଆଇକନ୍କୁ କ୍ଲିକ୍ ନିଶ୍ଚୟ କରିବେ, ଯାହାକି ମୋ ଭିଡ଼ିଓର ନେକ୍ସଟ ନୋଟିଫିକେସନ୍ ଆପଣଙ୍କୁ ଆଗ ଯିବ। ଏବେ ଅଲମୋଷ୍ଟ ଆମର ସବୁ ପପକର୍ନ ହେଇଗଲାଣି। ଏବେ ଗୋଟେ ଗୋଟେ ଆଉ ଟିକେ ବାକି ଅଛି। ତ ହେଇଗଲା ପରେ ମୁଁ ଏବେ କଭର ଖୋଲି ନେବି। ଏବେ ଆମେ ତାକୁ ଗୋଟେ ବାଉଲକୁ ବାହାର କରିନେବା। ଏବେ ନେକ୍ସଟ ଫ୍ଲେଭରର ପପକର୍ନ ଆମେ ବନେଇବା। ଆପଣ ଦେଖିପାରୁଥିବେ ତଳେ ଜମା ଲାଗିନି, ଟିକେ ଖାଲି ଲୁଣ ରହିଯାଇଛି। ତାକୁ ମୁଁ ପୋଛିଦେଲି। ଏବେ ଆମେ ୟା ଉପରେ ବଟର ଆଡ଼୍ କରିନେବା। ଏବେ ଏଇ ବଟର ଫ୍ଲେଭର ବାଲା ପପକର୍ନ ଆମେ ବନେଇବା। ସେଥିପାଇଁ ମୁଁ ଏଥିରେ କିଛି ପପକର୍ନ ଆଡ଼୍ କରିନେଲି। କିଛି ହଳଦୀ ଦେଇଦେବା, ସେ ହ୍ୱାଇଟ୍ ଥିଲା। ମୁଁ ଏଥିରେ ହଳଦୀ ଟିକେ ଆଡ଼୍ କରୁଛି, ଟିକେ ଲୁଣ ଦେଇ ଦେଉଛି। ଏବେ ମୁଁ ପ୍ରେସର କୁକରର କଭରକୁ ଦେଇଦେବି। ପ୍ରେସର କୁକର କଭର ନ ଦେବା ଦ୍ୱାରା ଉପରକୁ ବହୁତ ଫୁଟୁଥାଏ। ମୁଁ ଏବେ କଭରକୁ ଦେଇଦେଲି। ଆପଣ এই ପପକର୍ନକୁ କୌଣସି ବି ଗ୍ରୋସରୀ ସପ୍ରୁ ବହୁତ କମ୍ ପଇସାରେ ପାଇପାରିବେ, ନାହିଁ ତ ଫ୍ଲିପକାର୍ଟ କି ଆମାଜନରେ ବହୁତ ଇଜିଲି ଆଭେଲେବୁଲ୍ ଏଠାଠୁ ମଗାଇ ପାରିବେ। ଇଏ ଏବେ ବି ଉପରକୁ ଫୁଟୁଛି, ତେଣୁ ମୋ ସାଇଡ଼୍ରେ ଏ କଭରକୁ ଟିକେ ଏମିତି ରଖିଛି। ଏବେ ଏ ପପକର୍ନ ଭଲ ଭାବରେ ହେଇଗଲାଣି। ଏବେ ଆମେ ଗୋଟେ ପ୍ଲେଟ୍କୁ ଆକୁ ବାହାର କରିନେବା। ଏବେ ଦେଖନ୍ତୁ ମୁଁ ଗୋଟେ ପ୍ଲେଟ୍କୁ ଏମିତି ବାହାର କରିନେଉଛି। ଏବେ ଆମେ ଆମର ମସଲା ପପକର୍ନ ବନେଇବା। ସେଥିପାଇଁ ଆମେ ଯେଉଁ ଫ୍ରେଶ୍ ପପକର୍ନ ଫାଷ୍ଟ ହେଇଥିଲା, ସେଥିରୁ କିଛି ଗୋଟେ ବାଉଲକୁ ମୁଁ ବାହାର କରିନେଉଛି, ଯେଉଁଟାକି କିଛି ଏଥିରେ ମୁଁ ଫ୍ଲେଭର ଆଡ଼୍ କରିନଥିଲି। ଖାଲି ଅଳ୍ପ ଟିକେ ଲୁଣ ପକାଇକି ଏଇଟା ଆମେ ବନେଇଥିଲେ। ଏଥିରେ ମୁଁ କିଛି ଚାଟ୍ ମସଲା ଦେଇଦେବି। ଆକୁ ଆପଣ ସନ୍ଧ୍ୟାବେଳର ସ୍ନାକ୍ସ ହିସାବରେ ୟୁଜ୍ କରିପାରିବେ, ପିଲାଙ୍କୁ ଟିଫିନ୍ ବକ୍ସରେ ଦେଇପାରିବେ। ଆଉ ଛୁଆଙ୍କଠୁ ବଡ଼ ପର୍ଯ୍ୟନ୍ତ ଏ ସମସ୍ତଙ୍କୁ ପସନ୍ଦ ଆସିବ। ଆକୁ ଥରେ ନିଶ୍ଚୟ ଘରେ ବନେଇକି ଟ୍ରାଏ କରିବେ। ଆଉ କେମିତି ହେଲା ମୋତେ କମେଣ୍ଟ ବକ୍ସରେ ନିଶ୍ଚୟ ଜାଣିବେ। ଆଉ ଏଥିରେ ମୁଁ କିଛି କଲରଫୁଲ୍ ଦିଶିବ ଆଉ ଟିକେ ଟେଷ୍ଟ ବି ଲାଗିବ, କାଶ୍ମୀରୀ ଚିଲି ପାଉଡ଼ର ଆଡ଼୍ କରୁଛି। ଏବେ ଚାଟ୍ ମସଲା, ଚିଲି ପାଉଡ଼ର ସବୁ ମିଶାଇ ଆକୁ ଟିକେ ଭଲ ଭାବରେ ଗୋଳେଇ ନେବି। ଆପଣ ଚାହିଁଲେ ଏଥିରେ ଟିକେ ବଟର ବି ଆଡ଼୍ କରିଦେବେ ତା ଉପରେ, ସେ ଆହୁରି ବହୁତ ବଢ଼ିଆ ଲାଗିଥାଏ। ତ ମୁଁ ଏବେ ସବୁଯାକ ଟିକେ ଏମିତି ଭଲ ଭାବରେ ତଳ ଉପର କରି ଏମିତି ଭଲ ଭାବରେ ମିଶାଇ ନେବି। ଏବେ ପପକର୍ନକୁ ଆପଣ ଦେଖିପାରୁଥିବେ, ମୁଁ ଏମିତି ଟିକେ ଏମିତି ଉପର କରିକି ତଳ ଉପର କରି ଟିକେ ପପକର୍ନକୁ ଭଲ ଭାବରେ ମିଶାଇ ଦେଉଛି। ଏବେ ପୁରା ବନିକି ରେଡ଼ି ହୋଇଗଲା ଆମର ମସଲା ବାଲା ପପକର୍ନ। ଆପଣ ଦେଖିପାରୁଥିବେ ଇଏ କେତେ କଲରଫୁଲ୍ ଦେଖାହେଉଛି, ଖାଇବାକୁ ବି ବହୁତ ଟେଷ୍ଟ ଲାଗେ। ଇଏ ମୋ ହଜବେଣ୍ଡଙ୍କର ଫେଭରାଇଟ୍ ପପକର୍ନ। ତାଙ୍କୁ ଚା ସହିତ ମଝି ମଝିରେ ଇଏ ଦରକାର ହିଁ ପଡ଼ିଥାଏ। ତ ଏବେ ଆମର ବନିକି ରେଡ଼ି ହୋଇଗଲା ମସଲା ବାଲା ପପକର୍ନ। ଏ ବହୁତ ଟେଷ୍ଟ ଲାଗେ। ତାକୁ କେବେ କେବେ ଇଭିନିଂ ଟାଇମ୍ରେ ବନେଇ ଚା ସହିତ ଖାଆନ୍ତୁ ଆଉ ଚା'ର ମଜା ନିଅନ୍ତୁ। ବହୁତ ଟେଷ୍ଟ ହିଁ ଲାଗିଥାଏ ଇଏ ଚା ସହିତ ଖାଇବା ପାଇଁ। ଏବେ ଆମର ଇଏ ବଟର ବାଲା ପପକର୍ନ ବନିକି ରେଡ଼ି ହୋଇଯାଇଥିଲା। ଇଏ ଆମର ମସଲା ବାଲା ପପକର୍ନ ହେଇଗଲା, ବଟର ବାଲା ପପକର୍ନ ଏଠି ରହିଗଲା। ଆଉ ଆମେ ପ୍ରଥମେ ଯେଉଁ ବନେଇକି ରଖିଥିଲେ ଫ୍ରେଶ୍ ପପକର୍ନ, ଏବେ ମୁଁ ଏ ଫ୍ରେଶ୍ ପପକର୍ନ ଦେଇଦେବି। ବନିକି ରେଡ଼ି ହୋଇଗଲା ଆମର 3 ଫ୍ଲେଭରର ପପକର୍ନ। ରହୁଛି, ନମସ୍କାର।